ଆଉଳି ନଦୀର ମୁଖ୍ୟ କେନାଲ ଭାଙ୍ଗି 25 ଫୁଟର ଘାଇ ସୃଷ୍ଟି କରିଛି। ସୂଚନା ଅନୁଯାୟୀ ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ କର୍ଣ୍ଣପାଳ ଗାଁରେ ଥିବା ଆଉଳି ନଦୀର ମୁଖ୍ୟ କେନାଲ ଭାଙ୍ଗିଯିବା ଫଳରେ 25 ଫୁଟର ଏକ ଘାଇ ସୃଷ୍ଟି ହୋଇଛି। ତଳ ମୁଣ୍ଡରେ ଥିବା ଗାଁ ଗୁଡ଼ିକରେ ପାଣି ପଶି ଯାଇଥିବା ବେଳେ ପାଖାପାଖି 40ରୁ ଉର୍ଦ୍ଧ୍ୱ ପରିବାର ପ୍ରଭାବିତ ହୋଇଛନ୍ତି। ପାଖାପାଖି 100 ଏକର ପନିପରିବା ଓ ଧାନ ଫସଲକୁ ବାଲି ଚରି ଯାଇଥିବା ଜଣା ପଡ଼ିଥିବା ବେଳେ ଶତାଧିକ ଚାଷୀ ପ୍ରଭାବିତ ହୋଇଛନ୍ତି। ଜଳସେଚନ ବିଭାଗକୁ ଅଭିଯୋଗ ପରେ ମଧ୍ୟ ପ୍ରଶାସନ ନୀରବ ଦ୍ରଷ୍ଟା ସାଜିଛି।